ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ପୁରୀରେ ତିନିଦିନିଆ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ 11ଟି ଦେଶର ପ୍ରତିନିଧି ବିଶେଷଜ୍ଞମାନେ ସାମିଲ ହୋଇଥିଲେ। ପ୍ରାକୃତିକ ବିପର୍ଯ୍ୟୟ ବିପତ୍ତି ହ୍ରାସ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ଜନସାଧାରଣଙ୍କୁ ଉଦ୍ଧାର ପାଇଁ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଉପରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବା ବେଳେ ରାମଚଣ୍ଡୀଠାରେ ଉଦ୍ଧାର କୌଶଳର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରି କହିଥିଲେ, ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ବିଶେଷଜ୍ଞ ମାନେ ଆଜି କ୍ଷେତ୍ର ସ୍ତରରେ ଫିଲ୍ଡ ଲେଭେଲରେ ଯେଉଁ ସବୁ ସଫଳ ମାନ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସେମାନେ ନିଶ୍ଚିତ ଭାବରେ ଭାରତରେ ଏବଂ ବିଶେଷ କରିକି ଓଡ଼ିଶାରେ ଆମ ଏଇ କୋଷ୍ଟ ଲାଇନରେ ମଧ୍ୟ ଯେଉଁ ପରିସ୍ଥିତି ବାରମ୍ବାର ଆସୁ ତାହା ମଧ୍ୟ ନିଶ୍ଚିତ ଭାବରେ ଅନୁଧ୍ୟାନ କରିବାର ଏ କାର୍ଯ୍ୟକ୍ରମ ଭିତରେ ଆସୁ। ଏ ବୈଠକରୁ ନିଶ୍ଚିତ ଭାବରେ ଅନେକ ସଫଳତା ମିଳିବାର ସମ୍ଭାବନା ଅଛି। ଯେଉଁ ଉପଯୋଗୀ ନିଷ୍କର୍ଷ ବାହାରିବ ବିଶେଷ କରିକି ବିପର୍ଯ୍ୟୟ ହ୍ରାସ ଦିଗରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଯେଉଁ ପରସ୍ପର ସହଯୋଗ ରହିଛି ତାହା ଆହୁରି ଦୃଢ଼ୀକରଣ ହେବ ଏବଂ ବିଶ୍ୱସ୍ତରରେ ଏ ସମ୍ପର୍କରେ ଯେଉଁ ସବୁ ଶ୍ରେଷ୍ଠ ପରିଚାଳନା ପଦ୍ଧତି ବା ବେଷ୍ଟ ପ୍ରାକ୍ଟିସେସ୍ ଅଛି ସେଗୁଡ଼ିକର ମଧ୍ୟ ଦେଶ ଭିତରେ ପରସ୍ପର ଆଦାନ ପ୍ରଦାନ ହେବ। ଏହାଦ୍ୱାରା ବ୍ରିକ୍ସ ରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନାରେ ଏହା ଉପକୃତ ହୋଇପାରିବେ। ଆଗାମୀ ସ୍ନାନଯାତ୍ରା ରଥଯାତ୍ରା ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି। ସ୍ନାନଯାତ୍ରା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ମିଳିଥିବା ବେଳେ ପ୍ରଶାସନିକ ବ୍ୟବସ୍ଥା ସୁରକ୍ଷା ବ୍ୟବସ୍ଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱାରୋପ କରାଯାଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଆଦିର ଗଣତି ପାଇଁ ଯାହା ବି ମାର୍ଗଦର୍ଶିକା ରାଜ୍ୟ ସରକାର ଦେଇଛନ୍ତି ସେହି ହିସାବରେ ଯାହା ବି ଗଣତି ମଣତି ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାରର ଯେଉଁ ଗଣତି ପ୍ରକ୍ରିୟା ହୋଇଛି ତା ଉପରେ ଆମେ ପରିଚାଳନା କମିଟିକୁ ଅବଗତ କଲୁ। ଯେହେତୁ ଆଗାମୀ ଦିନରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ଅଛି, ରଥଯାତ୍ରା ବା ଘୋଷଯାତ୍ରା ଅଛି, ବାହୁଡ଼ା ଯାତ୍ରା ଅଛି, ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅନେକ ନୀତିକାନ୍ତି ରହିଛି। ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବି କିଛି ଅଳଙ୍କାର ଅଛି ଯାହାର ବି ଆମକୁ ଗଣତି ପ୍ରକ୍ରିୟାରେ ସାମିଲ ହେବାକୁ ପଡ଼ିବ। ତେଣୁ ପରିଚାଳନା କମିଟି ପରାମର୍ଶ ଦେଲେ ବର୍ତ୍ତମାନ ପାଇଁ ଗଣତି ପ୍ରକ୍ରିୟା ସ୍ଥଗିତ ରହିବ ଏବଂ ନୀଳାଦ୍ରି ବିଜେ ପରେ କେଉଁ ତିଥିରେ ତାକୁ କରାଯିବ ତାକୁ ମୁଖ୍ୟ ପ୍ରଶାସକ ସରକାରଙ୍କୁ ସୂଚନା ଦେଇ ତାକୁ କରିବେ ଏବଂ ତା ସହିତ ଯେଉଁ ଏସ୍ଓପି ଅଛି ବା ବ୍ୟବସ୍ଥାବଳୀ ଅଛି ସେଥିରେ କିଛିଟା ନୂଆ ବ୍ୟବସ୍ଥାବଳୀ ଦରକାର। ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ। ପୁରୀରେ ଥିବା ତାଳବଣିଆ ଥାନାର ନୂତନ ଗୃହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିବା ସହ ସେଠାରେ ଅନୁଷ୍ଠିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନ୍ୟାନ୍ୟ ବିଭିନ୍ନ ସ୍ଥାନମାନଙ୍କରେ ହୋଇଥିବା ପୁଲିସ ବାସଗୃହ ନିର୍ମାଣକୁ ମଧ୍ୟ ଉଦ୍ଘାଟନ କରିଥିଲେ। ନିମାପଡ଼ାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି ଉତ୍କର୍ଷ ନିମାପଡ଼ା ସମ୍ମିଳନୀ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦାନ କରି ନିମାପଡ଼ାରେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ମାରାଥନ ଗଣଦୌଡ଼ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସେବା ଦିବସ ସହିତ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତିଯୋଗିତାରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିବା ପ୍ରାୟ 150ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୁବକ ଓ ମହିଳାମାନଙ୍କୁ ପୁରସ୍କୃତ କରିଥିଲେ। ପୁରୀ ଶ୍ରୀମନ୍ଦିର ସହ ସମ୍ପର୍କିତ 2 ଗୋଟି ଶବ୍ଦ ଆନନ୍ଦ ବଜାର ଓ ପତିତ ପାବନ ସହ ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନର ନୀଳଚକ୍ର ଲୋଗୋକୁ ମିଳିଛି IP ଇଣ୍ଡିଆର ପ୍ୟାଟେଣ୍ଟ ଅନୁମୋଦନ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ 29 ଗୋଟି ନାମକୁ ନେଇ ଟ୍ରେଡମାର୍କ ପାଇଁ ଦରଖାସ୍ତ ପ୍ରଦାନ କରାଯାଇଥିବା ବେଳେ ପ୍ରାଥମିକ ଭାବେ 3ଟିକୁ ଟ୍ରେଡମାର୍କ ନାମ ପଞ୍ଜୀକରଣ କରାଯାଇଅଛି। ପୁରୀ ଜିଲ୍ଲା ପିପିଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପ୍ରାୟ 80 କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଚାନ୍ଦୁଆ ହାବ୍ ନିର୍ମାଣ ନେଇ ଶିଳାନ୍ୟାସ ହୋଇଯାଇଅଛି। 5 ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ନିର୍ମାଣ ହେବାକୁ ଥିବା ବେଳେ ଏଥିରେ 6000 ସ୍ଥାନୀୟ ଚାନ୍ଦୁଆ କାରିଗର ଉପକୃତ ହେବେ। ଏଥିସହ 50ଟି ବ୍ୟବସାୟିକ ଦୋକାନ, 6ଟି ସରକାରୀ ଶୋରୁମ୍, ଲାଇଟ୍ ଡେମନଷ୍ଟ୍ରେସନ କେନ୍ଦ୍ର, ଟ୍ରେନିଂ ସେଣ୍ଟର, ଅଡିଓ ଭିଜୁଆଲ ଗ୍ୟାଲେରୀ, ମୁକ୍ତ ଆକାଶ ରଙ୍ଗମଞ୍ଚ, ଓଡ଼ିଆ ଫୁଡ୍ କୋର୍ଟ ଭଳି ସମସ୍ତ ଅତ୍ୟାଧୁନିକ ସୁବିଧା ଫୁଡ୍ କୋର୍ଟରେ ମିଳିବ ବୋଲି ଜଣାପଡ଼ିଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।